ଜୟ ଜଗନ୍ନାଥ ସାଙ୍ଗମାନେ, ଆଉ ଗୋଟେ ଭୟାନକ କାହାଣୀରେ ଆପଣମାନଙ୍କୁ ସ୍ୱାଗତ। ଆକାଶ ଭାଇ କହିଥାନ୍ତି, ଫାଇନାଲି ଦିନଯାକର ସବୁ କାମ ଶେଷ ହୋଇସାରିଥାଏ। ଦିନସାରା ଏମିତି ଅଫିସରେ କାମ କରି କରି ମୋତେ ବହୁତ ଜୋରରେ ଥକା ଲାଗୁଥାଏ। ଆଉ ମୁଁ ଏବେ ଟିକେ ଶୋଇବା ପାଇଁ ଚାହୁଁଥାଏ, କିନ୍ତୁ ସେଥିପାଇଁ ମୋତେ ଅଫିସରୁ ଘରକୁ ଆସିବାଟା ନିହାତି ଦରକାର। ତେଣୁ ମୁଁ ରାତି 11:30 ପାଖାପାଖି ଅଫିସରୁ ବାହାରିଲି ଘରକୁ ଆସିବା ପାଇଁ। ଆଉ ଏବେ ରାସ୍ତାରେ ବହୁତ କମ୍ ଗାଡ଼ି ମଟର ଯିବା ଆସିବା କରୁଥାଏ। ମୁଁ ଏକଦମ ଆରାମସେ କାର୍ ଡ୍ରାଇଭିଂ କରି ଆଗକୁ ଆଗକୁ ବଢ଼ି ଚାଲିଥାଏ। ଠିକ୍ ସେତିକି ବେଳେ ଗୋଟେ ଆମ୍ବୁଲାନ୍ସ ବହୁତ ସ୍ପିଡ଼ିରେ ମୋତେ କ୍ରସ୍ କରି ଆଗକୁ ଚାଲିଗଲା। ଆମ୍ବୁଲାନ୍ସର ଏମିତି ସ୍ପିଡ଼କୁ ଦେଖି ମୋତେ ଲାଗିଲା ବୋଧହୁଏ କିଏ ନିଶ୍ଚିତ ସିରିୟସ୍ କଣ୍ଡିସନରେ ଅଛି। ତେଣୁ ମୁଁ ଏମିତି ଡ୍ରାଇଭିଂ କରି କରି ଯେତେବେଳେ ଆମ୍ବୁଲାନ୍ସର ପାଖରେ ଯାଇ ପହଞ୍ଚିଲି ତ ଦେଖିଲି ସେଇ ଆମ୍ବୁଲାନ୍ସଟି ରାସ୍ତାରେ ଗୋଟେ ସାଇଡ଼ରେ ଠିଆ ହେଇଛି, ଆଉ ତା'ର ପଛପଟ ଡୋର ବି ଖୋଲା ଅଛି। ମୁଁ ଏସବୁ କିଛି ଦେଖିଲା ପରେ ମୁଁ ମୋ କାରକୁ ଅଟକାଇ ଦେଇ ସେଇ ଆମ୍ବୁଲାନ୍ସ ଆଡ଼କୁ ଗଲି। କିନ୍ତୁ ଜଣା ନାହିଁ କାହିଁକି ମୁଁ ଯେତେବେଳେ ସେଇ ଆମ୍ବୁଲାନ୍ସ ଆଡ଼କୁ ଯାଉଥାଏ କି ଅଚାନକ ମୋ ହାର୍ଟବିଟ୍ର ସ୍ପନ୍ଦନ ବଢ଼ି ବଢ଼ି ଚାଲିଲା। ଏମିତି ଲାଗୁଥାଏ ଯେମିତି ମୋ ସହିତ କିଛି ଗୋଟେ ବଡ଼ ଅଘଟଣ ଘଟିଯାଇପାରେ। କିନ୍ତୁ ମୁଁ ସେ ସମୟରେ ସେତେଟା ଧ୍ୟାନ ନ ଦେଇ ଆମ୍ବୁଲାନ୍ସ ପାଖରେ ଯାଇ ପହଞ୍ଚିଲି, କାହିଁକିନା ପେସେଣ୍ଟର ଅବସ୍ଥା କାଳେ ସିରିୟସ୍ ଥିବ। ମୁଁ ସେଠି ପହଞ୍ଚିବା ପରେ ପ୍ରଥମେ ତ ମୁଁ ଆଗରେ ଡ୍ରାଇଭିଂ ସିଟ୍କୁ ଦେଖିଲି, କିନ୍ତୁ ସେଠାରେ କେହି ବି ନଥିଲେ। ତେଣୁ ତାପରେ ମୁଁ ଆମ୍ବୁଲାନ୍ସର ପଛପଟକୁ ଆସି ଦେଖିଲି ଧଳା କପଡ଼ାରେ ଘୋଡ଼ା ହେଇଥିବା ଗୋଟିଏ ଡେଡ୍ ବଡ଼ି ପଛ ସିଟ୍ରେ ରଖାହେଇଛି, ଆଉ ସେଇ ଡେଡ୍ ବଡ଼ିରୁ ଏବେ ବି ରକ୍ତ ବୋହି ଚାଲିଛି। ତେଣୁ ମୁଁ ସେଇ ଡେଡ୍ ବଡ଼ିକୁ ଦେଖିଲା ପରେ ବହୁତ ଡରିଗଲି। ତେଣୁ ମୁଁ ସେଇ ଡେଡ୍ ବଡ଼ିକୁ ଦେଖିବା ପରେ ଟିକେ ଭୟଭୀତ ହୋଇଗଲି, ଆଉ ଜୋରରେ ଚିଲେଇବାକୁ ଲାଗିଲି। ମୁଁ ଭାବିଲି ଅଚାନକ ଭାବରେ ଆମ୍ବୁଲାନ୍ସ ଭିତରୁ ସବୁ ଲୋକ କୁଆଡ଼େ ଗାୟବ ହୋଇଗଲେ। ମୁଁ ଏସବୁ ଦେଖି କିଛି ବି ବୁଝିପାରୁନଥାଏ, ଆଉ ଏବେ ମୋ ଭିତରେ ଡର ବି ବଢ଼ିବାରେ ଲାଗିଥାଏ। ତେଣୁ ମୋତେ ଲାଗିଲା ଯେ ଏଠାରେ ଆଉ ଅଧିକ ସମୟ ରହିବାଟା ଠିକ୍ ହେବନି। ତେଣୁ ମୁଁ ସେଠାରୁ ଘରକୁ ଯିବା ପାଇଁ ମୋ କାର ଆଡ଼କୁ ଯିବାକୁ ଲାଗିଲି। ଆଉ ଏବେ ଜଷ୍ଟ ମୁଁ କିଛି ପାଦ ଆଗକୁ ବଢ଼ିଥାଏ କି ମୋତେ ଲାଗିଲା କେହି ଜଣେ ମୋ ପଛରେ ଅଛି ବୋଲି। ତେଣୁ ମୁଁ ଯେତେବେଳେ ପଛକୁ ବୁଲି ଦେଖିଲି ତ କେହି ଜଣେ ଆମ୍ବୁଲାନ୍ସ ଭିତରେ ବସିଛି। ଅଚାନକ ତାକୁ ଆମ୍ବୁଲାନ୍ସ ଭିତରେ ବସିଥିବା ଦେଖି ମୋତେ ଆହୁରି ଜୋରରେ ଡର ଲାଗିଲା, ଯାହାଫଳରେ ମୁଁ ସେଠି ଠିଆ ହେଇ କିଛି ସମୟ ଚିନ୍ତା କଲି ଯେ ତା ପାଖକୁ ଯିବି ନା ଯିବିନି। ଏମିତି ସେଠି ଆଉ କିଛି ସମୟ ଠିଆ ହେଇ ଚିନ୍ତା କରିବା ପରେ ସେଠାକୁ ଯାଇ ଦେଖିନେବାଟା ମୁଁ ଉଚିତ ବୋଲି ଭାବିଲି। ତେଣୁ ମୁଁ ଯେତେବେଳେ ଯାଇ ସେ ଲୋକ ପାଖରେ ପହଞ୍ଚିଲି ତ ତାକୁ ଦେଖିକି ମୋ ହାର୍ଟବିଟ୍ କିଛି ସମୟ ପାଇଁ ବନ୍ଦ ହୋଇଗଲା। ମୋର ସମ୍ପୂର୍ଣ୍ଣ ଶରୀର କାଲୁଆ ପଡ଼ିଗଲା, କାହିଁକିନା ସେ ଲୋକଟିର ଛାତିରେ ଏମିତି ଗୋଟେ କଣା ହେଇଥିଲା ଯେ ଏପଟେ ଥାଇ ସେପଟେ କ'ଣ ହେଉଛି ଦେଖାଯାଉଥାଏ। ଏମିତି ଲାଗୁଥାଏ ଯେମିତି କେହି ଜଣେ ତା ହୃତ୍ପିଣ୍ଡକୁ ବାହାର କରି ନେଇଛି। ତେଣୁ ମୁଁ ଭୟରେ ସେଠୁ ସାଙ୍ଗେ ସାଙ୍ଗେ ପଛକୁ ବୁଲି ଦୌଡ଼ିବାକୁ ଚେଷ୍ଟା କଲି, କିନ୍ତୁ ମୁଁ ଗୋଟେ ପାଦ ବି ହଲଚଲ କରିପାରୁନଥାଏ, କାହିଁକିନା କେହି ଜଣେ ପଛପଟେ ହଠାତ୍ ମୋ ହାତ ଦୁଇଟିକୁ ଧରି ନେଇଥିଲା। ଆଉ ଏବେ ମୋ ଭିତରେ ଆଉ ସାହସ ନଥିଲା କି ମୁଁ ଆଉ ଥରେ ପଛକୁ ବୁଲି ଦେଖିପାରିବି ଯେ ସେ କିଏ ମୋ ହାତକୁ ଧରିଛି ବୋଲି। ବାସ୍ ମୁଁ କେମିତି ବି ହଉ ପ୍ରାଣବଳେ ଚେଷ୍ଟା କରୁଥାଏ କି ତା ହାତରୁ ମୁକୁଳିକି ପଳେଇ ଆସିବା ପାଇଁ। ହେଲେ ସେତେବେଳେ ମୋତେ ଅଚାନକ ଅନୁଭବ ହେଲା ଯେ କେହି ଜଣେ ମୋ ପିଠି ପଛପଟେ ପେଟ ଭିତରକୁ ହାତ ପୁରଉଛି, ଆଉ ଯେମିତି ସେଇ ହାତଟି ପିଠି ପଛପଟେ ଶରୀର ଭିତରକୁ ପଶିଗଲା ସେତେବେଳେ ହଠାତ୍ ମୋ ଜିଭଟି ଆପେ ଆପେ ବାହାରକୁ ଚାଲି ଆସିଲା, ଆଉ ମୋ ଆଖି ଦୁଇଟି
ବଡ଼ ବଡ଼ ହେଇ ଓଲଟା ହେଇଗଲା। ଆଉ ସେତେବେଳକୁ ମୋ ଜୀବନ ଉପରୁ ମୋର ଭରସା ଉଠି ସାରିଥାଏ। କିନ୍ତୁ ଜଣା ନାହିଁ କୁଆଡ଼ୁ କେଜାଣି ସେ ସମୟରେ ଅଚାନକ କିଛି ବାଇକ୍ ବାଲା ସେଇ ରାସ୍ତା ଦେଇ ଆସୁଥାନ୍ତି। ଆଉ ଯେମିତି ସେଇ ବାଇକ୍ ବାଲା ମୋ ପାଖାପାଖି ଆସି ହେଇଛନ୍ତି, ଠିକ୍ ସେତିକି ବେଳେ ସେଇ ଆମ୍ବୁଲାନ୍ସଟି କୁଆଡ଼େ ଗାୟବ ହେଇଗଲା। ଆଉ ମୁଁ ସେଇଠି ବେହୋସ ହେଇ ତଳେ ପଡ଼ିଗଲି। ତେଣୁ ମୋତେ ସେଇ ବାଇକ୍ ବାଲାମାନେ ଉଠେଇକି ଆଣି ମୋ କାର୍ ଭିତରେ ବସେଇ ଦେଲେ। ଆଉ ମୋତେ ପାଣି ଛାଟି ହୋସ୍କୁ ଆଣିଲେ। ମୋର ହୋସ୍ ଆସିବା ପରେ ମୁଁ କାର୍ ନେଇକି ସେଠୁ ସିଧା ଘରକୁ ପଳେଇ ଆସିଲି। ଘରେ ଆସି ପହଞ୍ଚିବା ପରେ ମୁଁ ମାନସିକ ସ୍ତରରେ ବହୁତ ୱିକନେସ୍ ହେଇସାରିଥିଲି। ଆଉ ଏମିତି କିଛି ଦିନ କଟିଯିବା ପରେ ଯେତେବେଳେ ମୁଁ ସେଇ କଥାକୁ ନେଇ ଛାନବିନ କଲି ତ ମୋତେ ଜଣାପଡ଼ିଲା ଯେ ବହୁତ ବର୍ଷ ପୂର୍ବରୁ ଗୋଟେ ଆମ୍ବୁଲାନ୍ସ ଜଣେ ରୋଗୀକୁ ନେଇ ଯାଉଥାଏ। ଆଉ ସେ ରୋଗୀଟିର ଭାଗ୍ୟ ବହୁତ ଖରାପ ଥିଲା। କାହିଁକି ନା ସେ ଏମିତି କିଛି ଲୋକଙ୍କ ହାବୁଡ଼ରେ ପଡ଼ିଯାଇଥିଲା ଯେଉଁମାନେ ତା'ର ହୃତ୍ପିଣ୍ଡକୁ କାଢ଼ି ନେଇଯାଇଥିଲେ। ଆଉ ବାକି ବଞ୍ଚି ଯାଇଥିବା ଶରୀରକୁ କୌଣସି ଗୋଟିଏ ସୁନସାନ ଜାଗାରେ ଫୋପାଡ଼ିବା ପାଇଁ ଯାଉଥିଲେ। କିନ୍ତୁ ବାଟରେ ଆମ୍ବୁଲାନ୍ସଟିର ଆକ୍ସିଡେଣ୍ଟ ହେଇଗଲା। ଆଉ ସେବେଠାରୁ ଲୋକ କହିଥାନ୍ତି ଯେ ସେଇ ଆମ୍ବୁଲାନ୍ସଟି ଠିକ୍ ସେଇଦିନ ଦେଖିବାକୁ ମିଳେ ଯେଉଁଦିନ ଏସବୁ ଘଟଣା ଘଟି ଯାଇଥିଲା। ଆଉ ଯିଏ ବି ଭୁଲବଶତଃ ସେଇ ଆମ୍ବୁଲାନ୍ସ ପାଖକୁ ଚାଲିଯାଏ ତ ତା ମୃତ୍ୟୁ ସୁନିଶ୍ଚିତ। କାହିଁକି ନା ସେ ରୋଗୀଟି ପ୍ରତିଶୋଧ ନିଆଁରେ ଏବେ ବି ଜଳୁଛି।